ବାରିରୁ ଏତେ ପରିବା ବାହାରିଲା, କେତେ ଖୁସି ଅଛ ତମେ? ହଁ ଢେର ସାରା ପରିବା ବାହାରିଲା, ମୁଁ ବହୁତ ଖୁସି ଅଛି। ବେଶୀ ଖୁସି ଅଛ? ହଁ ହଁ ତ ହ୍ୟାଲୋ ଫ୍ରେଣ୍ଡସ୍, ନମସ୍ତେ, ଜୟ ଜଗନ୍ନାଥ। ସ୍ୱାଗତ କରୁଛି ଆଉ ଗୋଟେ ଫ୍ରେଶ୍ ମିନି ବ୍ଲଗକୁ। ପରିବା ଗଣ୍ଡାକୁ ଦେଖିକି ମଉସା ପୁରା ଖୁସିରେ ଧରିକି ପଳେଇଲେ କିଚେନକୁ। ମୁଁ ଟିକେ ଚୁଲିଟାକୁ ଲିପାପୋଛା କରି ଲଗେଇଦେଲି ଚୁଲିଟାକୁ। ଏପଟେ କାଟି ଦେଉଛି ପରିବାପତ୍ର। ଆଳୁ, ବାଇଗଣ, ବୋଇତାଳୁ ଫୁଲ ଆଉ ଜହ୍ନିର କରିଦେବି ମସଲା ହେରିକା ଦେଇକି ଗୋଟେ ତରକାରୀ। ସେଥିପାଇଁ ତେଲ ଟିକେ ଦେଇ ଫୁଟଣ ଦେଇ ପିଆଜ ଟିକେ ଦେଇ ତାପରେ ପକେଇଦେଲି ପରିବାପତ୍ର ସବୁ। ତାପରେ ଦେଇଦେଲି ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ମସଲା ଗୁଣ୍ଡ ଟିକେ, ଆଉ ବାଟିକି ରଖିଥିଲି ମସଲାଟା ଜିରା, ଧନିଆ, ରସୁଣ, ସୋରିଷର, ତାକୁ ଟିକେ ଦେଇଦେଲି। ଟିକେ ପାଣି ଦେଇଦେଲି, ଘୋଡ଼େଇକି ଛାଡ଼ିଦେଲି ସିଝିବା ପାଇଁ। ଟିକେ ସିଝିଲା ପରେ ଯେଉଁ କଖାରୁ ଫୁଲଟାକୁ ତାକୁ ଟିକେ ଧୁଆଧୁଇ କରିକି ପକେଇଦେଲି। ତାପରେ ସିଝିଲା ପରେ ଓହ୍ଲେଇ ଦେଇକି କଲରା ବାହାରିଥିଲା, ପୁଳେ ହେବ ତ କଲରା ବାହାରିଛି। ଆଉ ଆମେ ତ 2 ଜଣ ଲୋକ, କେତେ ଖାଇବୁ? 3ଟା କଲରା କାଟିଲା ବେଳକୁ ପୁଳାଏ ହେବ ହେଇଗଲାଣି। ତାକୁ ଟିକେ ଖାଲି କଞ୍ଚା ଲଙ୍କା, ପିଆଜ ଦେଇକି ଟିକେ ସନ୍ତୁଳା ପରି ବନେଇଦେଲି। ଟିକେ ହଳଦୀ ଗୁଣ୍ଡ ଦେଇକି ଆଉ ଭଜା ଆଉ। ତାପରେ କାକୁଡ଼ିଟା ହଳଦିଆ ହେଇକି ଦେଖାଯାଉଥିଲା, ଦେଖିଲା ବେଳକୁ କେତେ ମିଠା ଯେ କହିହେଉନି, ବଢ଼ିଆ ଲାଗିଲା। ତାକୁ ଟିକେ ସାଲାଡ଼ ବନେଇଦେଲି। ପିଆଜ, କଞ୍ଚା ଲଙ୍କା, ଦହି ଟିକେ ସବୁ ଦେଇକି, ଲୁଣ ଟିକେ ପକେଇ ଦେଇକି ତାକୁ ରଖିଦେଲି ଘୋଡ଼େଇକି। ବାଇଗଣ ଟିକେ ଫେରେ କାଟି ଦେଇକି ତାକୁ ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଟିକେ କର୍ଣ୍ଣଫ୍ଲୋର ଟିକେ, ଆଉ ଯେଉଁ ଆମର ବେସନ ଟିକେ ସବୁ ଗୋଳେଇକି ତେଲ ଟିକେ ଦେଇକି ତାକୁ ମଧ୍ୟ ଛାଣିଦେଲି। ଆପଣମାନେ ତ ଭିଡ଼ିଓଟି ଏଯାଏଁ ଦେଖିଲେଣି। ତାହେଲେ ଭିଡ଼ିଓଟି ଯଦି ଭଲ ଲାଗେ ତାହେଲେ ଲାଇକ୍ ଗୋଟେ କରନ୍ତୁ। ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରନ୍ତୁ। ଆଉ ଫେସବୁକ୍ରୁ ଦେଖୁଥିଲେ ଫଲୋ କରନ୍ତୁ। ଇନଷ୍ଟାଗ୍ରାମରୁ ଦେଖୁଥିଲେ ମଧ୍ୟ ଫଲୋ କରନ୍ତୁ। ଭିଡ଼ିଓଟି କେମିତି ଲାଗୁଛି ନିଶ୍ଚୟ କମେଣ୍ଟଟିଏ ଦିଅନ୍ତୁ। ଆପଣମାନଙ୍କ କମେଣ୍ଟକୁ ମାଉସୀ ସବୁବେଳେ ଅପେକ୍ଷା କରିକି ରହିଥାଏ। କମେଣ୍ଟଟି ଦେଖିଲେ ନା ବଢ଼ିଆ ଲାଗେ। ତାପରେ ଦେଇଦେଲି ମଉସାଙ୍କୁ ଖାଇବା ପାଇଁ। ମୁଁ ମଧ୍ୟ ବସି ପଡ଼ିଲି ଖାଇବାକୁ। ଆଜିର ଭିଡ଼ିଓଟି ଏଇଠି ରଖିବା। ପୁଣି ଦେଖା ହେବ ନୂଆ ଭିଡ଼ିଓରେ। ଆଜି ପାଇଁ ରହୁଛି। ନମସ୍ତେ, ଜୟ ଜଗନ୍ନାଥ।